ବନ୍ଧୁ କହିଲେ କହିବ କହୁଛି, ନ କହିଲେ ଦେହ ଦହୁଛି, କହିବି ନାହିଁ କହିଲେ ଏ ଘରେ ରହିବି ନାହିଁ। ସତ କଥାଟା ଏଇଆ। ଆମେ ଆଜି କର୍କଟ ରାଶି ଉପରେ ଆଲୋଚନା କରିବା। ଦୁଃଖ ଆଉ ଶୋକ ଏ ଦୁହେଁ ଟଣାଟଣି ହେଇ କର୍କଟ ରାଶିବାକୁ ଆସୁଛନ୍ତି। ଭାବୁନାହାନ୍ତି ଆପଣଙ୍କ ପଛପଟରେ ଯଦି କର୍କଟ ଲଗ୍ନ ହୁଏ ତେବେ ଦ୍ୱାଦଶରେ ବୁଧ, ରବି, ବୃହସ୍ପତି ମିଥୁନରେ ଅଛନ୍ତି। ଦ୍ୱାଦଶରେ ଏ ତିନି ଗ୍ରହ, ଏକାଦଶରେ ଶୁକ୍ର। ସବୁ ଗ୍ରହ ଏକାଦଶସ୍ଥ ହେଲେ ଧନ ସୁଖ ବୃଷ୍ଟି କରନ୍ତି। ଶୁକ୍ର ଏକାଦଶ ହେଲେ ସବୁ ସୁଖ ହରଣ କରି ଦୁଃଖ ବର୍ଷା କରନ୍ତି। ନବମରେ ଶନି, ଅଷ୍ଟମରେ ରାହୁ, ଦ୍ୱିତୀୟରେ ମଙ୍ଗଳ ଆଉ କେତୁ। ଏ ମାସରେ ଗ୍ରହମାନଙ୍କ ସ୍ଥିତି ଜାଣିଲେ ତ ଦ୍ୱାଦଶରେ ବୁଧ, ରବି, ଗୁରୁ, ଏକାଦଶରେ ଶୁକ୍ର, ନବମରେ ଶନି, ଅଷ୍ଟମରେ ରାହୁ, ଦ୍ୱାଦଶରେ ମଙ୍ଗଳ ଓ କେତୁ। ଏମାନେ କେହି ଭଲ ଜାଗାରେ ନାହାନ୍ତି। ଚନ୍ଦ୍ର ପ୍ରତିଦିନ ପରିବର୍ତ୍ତିତ ହେଉଛନ୍ତି। ତାଙ୍କୁ ଛାଡ଼ିଲା ପରେ ଯେଉଁ 8ଟି ଗ୍ରହ, ଏ 8ଟି ଗ୍ରହରୁ କେବଳ ବୃହସ୍ପତି ଦ୍ୱାଦଶ ହେଲେ ବି କର୍କଟକୁ ସହାୟ ହେବେ। କାରଣ ସେ ୟା ପୂର୍ବରୁ ବୃଷରେ ଥିଲେ। ବୃଷ ଘର କର୍କଟ ପାଇଁ ବାଧକ ସ୍ଥାନ। ତେଣୁ ସେ କଲ୍ୟାଣ କରିପାରି ନାହାନ୍ତି, ଦୟା କରିପାରି ନାହାନ୍ତି, ସାହାଯ୍ୟ ସହଯୋଗ କରିପାରି ନାହାନ୍ତି। କୌଣସି କର୍କଟ ରାଶିର ଲୋକେ ତାଙ୍କଠାରୁ କିଛି ନା କିଛି ଶୁଭ ଫଳ ପାଇବାର ଆଶାକୁ ଭୁଲି ଯାଇଛନ୍ତି। ଦ୍ୱାଦଶ ଆସିଲା ପରେ ସେ ଅନୁତପ୍ତ, ବିଦଗ୍ଧ ଆଉ ନିଜ ଚରିତ୍ରକୁ ଅନୁଶୀଳନ କରି ସେ ଦୁଇ ହାତ ଟେକି କଲ୍ୟାଣ କରୁଛନ୍ତି। 7, 8 ପୁନର୍ବସୁ ଆଉ ପୁଷ୍ୟା, ଏଇ ଦୁଇ ନକ୍ଷତ୍ରକୁ ବୃହସ୍ପତି ଭଲ ଧନ ଦେବେ। ଯେଉଁ ଧନ ତାଙ୍କ ମାନ ସମ୍ମାନ ରକ୍ଷା କରିଦେବ। 9 ନକ୍ଷତ୍ରକୁ ଅଶ୍ଳେଷାକୁ ସୁଖ ଆଉ ଶାନ୍ତି ଦେବେ। ଆଉ ରାହୁ ଭାରି ହୁସିଆରି କରିଦେଇଛନ୍ତି। ହେ କର୍କଟ ରାଶିର ବନ୍ଧୁଗଣ, ତମେ ଯଥା ସମ୍ଭବ ଚୁପ୍ ରୁହ। ପାଟି ଖୋଲିଲେ ଯେତେ ଭଲ କଥା କହିଲେ ବି ଲୋକ ତମକୁ ଖରାପ ଭାବିବେ, ଝଗଡ଼ା ହେବ, କଳହ ହେବ। ତେଣୁ ଯଥା ସମ୍ଭବ ନୀରବତା ରକ୍ଷା କରନ୍ତୁ। ମୌନିନଃ କଳହୋ ନାସ୍ତି। କେତୁ ଆଉ ମଙ୍ଗଳ କାମୁଡ଼ା କୁକୁର ଭଳି ଝୁଣିବେ। କ'ଣ ଅଛି ଦେଇଦିଅ। ତମେ ଲଙ୍ଗଳା ହେଇ ବୁଲ ସିନା, ଆମକୁ ଟିକେ ତମ ପୋଷାକରେ ସଜେଇ ଦିଅ। ବାକି ବୁଦ୍ଧ ବୁଦ୍ଧିହୀନ କରିଦେବେ। ଯାବତୀୟ ଭୁଲ କାମ କରିବା ପାଇଁ ହାତ ଗୋଡ଼ ତରତର ହେବ। ରାସ୍ୟାଧିପତି ରବି ସେ ଗୁଡ଼ାଏ ବୁଲେଇବେ, ଚଲେଇବେ, ହଲେଇବେ, ଯେଉଁଥିରେ
କ୍ଳାନ୍ତ ଅବସନ୍ନ ହୋଇଯିବେ। ଅଷ୍ଟମ ରାହୁ ସମସ୍ତ କଷ୍ଟ ଦେବେ, ରୋଗ ବ୍ୟାଧି ପାଖ ଛାଡ଼ିବନି। ନବମ ଶନି କୌଣସି ଇଚ୍ଛା ପୂରଣ କରେଇଦେବେନି। କେବଳ ବୃହସ୍ପତି ହିଁ ସହାୟ ହେବେ, ଯେହେତୁ ସେ ଏକାଦଶରେ ଥିଲାବେଳେ କିଛି ଦେଇନାହାନ୍ତି। ଏବେ ସିଂହରେ ମଙ୍ଗଳ ଆଉ କେତୁ, କୁମ୍ଭରେ ରାହୁ, ମୀନରେ ଶନି, ବୃଷରେ ଶୁକ୍ର, ମିଥୁନରେ ରବି, ବୁଧ ଆଉ ବୃହସ୍ପତି। ଆସନ୍ତୁ ଆଉ ଟିକେ ଭଲ ଭାବରେ ଶୁଣିବା। କର୍କଟ ରାଶିର ଭାଗ୍ୟାଧିପ ବୃହସ୍ପତି ବ୍ୟବସ୍ଥାନରେ ଶତ୍ରୁ ଘରେ। ବୁଧ ତାଙ୍କ ଶତ୍ରୁ କାର? ବୃହସ୍ପତିଙ୍କର। ଆଉ ଦ୍ୱାଦଶ ଘର ହେଲା ବ୍ୟବସ୍ଥାନ, ଖର୍ଚ୍ଚ 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 ଖର୍ଚ୍ଚ। ତେଣୁ ବୃହସ୍ପତି ଯେ ସର୍ବଦାତା, ଜ୍ଞାନଦାତା, ବୁଦ୍ଧିଦାତା, ବଳଦାତା, ଧନଦାତା। ଆଉ ବୃହସ୍ପତି ଧନଦାତା ନୁହନ୍ତି, ସେ ଜ୍ଞାନଦାତା। ବୃହସ୍ପତି ଯେଉଁ ଅଛି ଯିବେ ଦ୍ୱିତୀୟ ଧନ ଧାନ୍ୟ ଭୋଗୀ, ଦ୍ୱିତୀୟ ହେଲେ ଧନ ଧାନ୍ୟରେ ଭରପୁର କରିଦିଅନ୍ତି। ନାଇଁ ନାଇଁ, ସେ ବୁଦ୍ଧି ଦିଅନ୍ତି, ଜ୍ଞାନ ଦିଅନ୍ତି। ବୃହସ୍ପତିଙ୍କୁ ଆମେ କେବେ ବି ଧନଦାତା ଭାବିବାନି, ସେ ଜ୍ଞାନଦାତା, ବୁଦ୍ଧ ବୁଦ୍ଧିଦାତା। ସେଇ ଜ୍ଞାନ ବଳରେ ଜ୍ଞାନୀ ସବୁ କିଛି କରିପାରେ। ସେଇଥିପାଇଁ କି ବୃହସ୍ପତିଙ୍କୁ କୁହାଯାଏ ଦେବତାନାଂ ଋଷିଣାଂ ଚ ଗୁରୁଂ। ଦେବତାମାନଙ୍କର, ଋଷିମାନଙ୍କର ସେ ହେଲେ ଜ୍ଞାନଦାତା। ସେ ବ୍ୟବସ୍ଥାନରେ ଶତ୍ରୁ ଘରେ ଅଛନ୍ତି। ଶୁକ୍ର 28/6 ଯାଏ ଧର୍ମ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେବେ। 28 ଜୁନ୍ 28 ଯାଏ ଧର୍ମ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବେ, ପ୍ରେରଣା ଦେବେ। ଆମେ ଧର୍ମ କାର୍ଯ୍ୟ କରିବା। ଭୁଲ କାମ କଲେ କାନ ମୋଡ଼ି ଦେବେ, ଗୋଡ଼ି ଦେଇ କାନ ମୋଡ଼ିବେ। ଆମେ ଶୁକ୍ରଙ୍କ ବଳରେ ବଳିୟାନ ହୋଇ ଧର୍ମ କାର୍ଯ୍ୟ କରିବା 28/6 ଯାଏ। 29ରୁ ଆଉ ନାହିଁ। ସମୟ ଭଲ ନୁହେଁ। ବ୍ୟବସାୟୀ, କୃଷକ, ଶ୍ରମିକମାନଙ୍କ ପାଇଁ ଶ୍ରମର ସମୁଚିତ ମୂଲ୍ୟ ମିଳିବନି। କଠିନ ପରିଶ୍ରମରେ ଯେଉଁଠି ଆମେ 100 ଆଶା କରିଥିବା, ଟଙ୍କାଟିଏ ମିଳିବ। ପରିଶ୍ରମ ଯଥେଷ୍ଟ ହେବ। ରବିଙ୍କ ପାଇଁ ପରିଶ୍ରମ ଗୁଡ଼ାଏ ହେବ। ଯାହା ମିଳିବ ତାହା ଖାଲି ଦାଣ୍ଡରୁ ଆସିବ, ହାଣ୍ଡିରେ ପଡ଼ିବ। ହ୍ୟାଣ୍ଡ ଟୁ ମାଉଥ୍। ସଞ୍ଚୟ ନାହିଁ। କାଲିକି ଯଦି କୌଣସି ଆବଶ୍ୟକ ପଡ଼େ, ପୁଣି କାହା ପାଖରେ ହାତ ପାତିବାକୁ ପଡ଼ିବ। ଏ ମାସରେ କର୍କଟ ରାଶି ପାଇଁ ଏହି ସମସ୍ୟା। ଆଇନଜୀବୀ ଯେ ପ୍ରତିଦିନ ହାତକୁ କିଛି ଅର୍ଥ ଆଣିବାର ପ୍ଲାନ୍ କରନ୍ତି, ତାଙ୍କ ହାତ ଖାଲି ହେବ, ମୁଣ୍ଡରେ ହାତ ଦେଇ ବସିବେ। ଆଇନଜୀବୀମାନଙ୍କ ବୃତ୍ତିରେ ବାଧା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ହଇରାଣ ହୋଇପାରନ୍ତି। ଦେହ ଆଦୌ ଭଲ ରହିବନି ରାହୁଙ୍କ ପାଇଁ। ଯଦିଓ ବହୁ ଦୁଃଖଦ ରୋଗ ହେବନି। ହଁ, ରୋଗ ହେବ। ଯେମିତି କାଲି ବର୍ଷା ହେଲା, ମାଟି ଜାଣିନି, ଗଛ ଜାଣିଛି, ହଲେଇ ଦେଲେ ଦିବୁଦା ପଡ଼ିଯାଏ। ସେଇଭଳି ରୋଗ ହେବ। କ୍ଷଣିକ ହେବ, ପଳେଇଯିବ। ତଥାପି ସାଧାରଣ ରୋଗ ଅଶାନ୍ତି ବଢ଼ାଇ ଦେବ। ଏଥିପାଇଁ ଗୁଡ଼ାଏ ବୃଥା ବ୍ୟୟ ହେବ। ରବିଙ୍କ ଯୋଗୁଁ ସପ୍ତମ ନକ୍ଷତ୍ର ଲାଭବାନ ହେବେ। ପୁନର୍ବସୁ ନକ୍ଷତ୍ରକୁ ସବୁ କ୍ଷେତ୍ରରେ ଦୟା କରିବେ, ସହାୟ ହେବେ ରବି। ସପ୍ତମ ରବି ପୁନର୍ବାସୁକୁ ଦୟା କରିବେ, ତେଣୁ ସେ ଲାଭବାନ ହେବେ। ମାତ୍ର ଅଷ୍ଟମ ଓ ନବମ ନକ୍ଷତ୍ର ଜଗି ରଖି ନ ଚଳନ୍ତି, ସେ ଅପମାନିତ ହେବେ। ରବି ସତର୍କ କରିଦେଲେ, ପୁଷ୍ୟାକୁ ଅଶ୍ଳେଷାକୁ ହାତେ ମାପି ଚାଖେଣ୍ଡ ଚାଲ। ହଁ, ନହେଲେ
ବିପଦ ବିପଦ ବିପଦ। ଗୁରୁଙ୍କ କଲ୍ୟାଣ କେବଳ କର୍କଟ ରାଶିକୁ ସବୁ ବହୁ ସହାୟ ଦେବ। 7 ଓ 8 ବହୁ ସମ୍ପତ୍ତିର ମାଲିକ ହେବେ। ଧନ ଜମି ମିଳିବ। କିଛି ଭୂସମ୍ପତ୍ତି କିଣିବେ ବୃହସ୍ପତି ପାଇଁ। କିନ୍ତୁ ସବୁ ଜାଣିଲା ପରେ ଯଦି ପଇସାକୁ ଆପଣ ଏମିତି ଖର୍ଚ୍ଚ କରିଦିଅନ୍ତି କ'ଣ କରିବେ? କାନ୍ଦିବେ ଆଉ। 9କୁ ସୁଖ ଓ ଶାନ୍ତି ମିଳିବ। ଶନି 9 ନକ୍ଷତ୍ରକୁ ଧନ ଦେବେ। ଅଶ୍ଳେଷାକୁ ଶନି ସହାୟ ହେବେ। ପୁନର୍ବସୁକୁ ରବି ସହାୟ ହେବେ। ଆଉ ପୁନର୍ବସୁ ଅଶ୍ଳେଷାକୁ ବୃହସ୍ପତି ସହାୟ ହେବେ। ପୁନର୍ବସୁ ପୁଷ୍ୟାକୁ ବୃହସ୍ପତି ସହାୟ ହେବେ। ଅଶ୍ଳେଷାକୁ ବୃହସ୍ପତି ସହାୟ ହେବେ। ଆଉ ରାହୁ ସତର୍କ କରାଇ କହନ୍ତି, ହେ କର୍କଟ ରାଶିର ନକ୍ଷତ୍ର ତ୍ରୟ, ମୁହଁରେ ତୁଣ୍ଡି ବାନ୍ଧି ଚଳନ୍ତୁ। ସବୁ ଶୁଣନ୍ତୁ, କିଛି କହନ୍ତୁନି। ଭାବନ୍ତୁ ଏମାନେ ସମସ୍ତେ ବକ୍ତା, ମୁଁ ଶ୍ରୋତା ନୁହେଁ। ଯିଏ ଯାହା କହୁଛି କହୁ। ପାଟି ଖୋଲିଲେ ଝଗଡ଼ା ହେବ, କଳହ ହେବ। ତେଣୁ କର୍କଟ ରାଶିର ଲୋକେ କାହାକୁ ପରାମର୍ଶ ଦିଅନ୍ତୁନି, ଜମା ଦିଅନ୍ତୁନି। ଯଦି ଦେବେ ତାହେଲେ ଶୁଣିବେ। ଭାରି ଜ୍ଞାନୀ ଆଉ, ଗୋଟାଏ ତ ଜ୍ଞାନୀ ଆଉ, ଦେଖେଇ ହେଲା ଆସି ଆଉ। ନାଇଁ ବନ୍ଧୁ, ଅପାତ୍ରରେ ଦାନ ମହାପାପ। ଅପାତ୍ରରେ ଦାନ ଦିଅନ୍ତୁନି। ସବୁ ଶୁଣନ୍ତୁ, କିଛି ଉତ୍ତର ଦିଅନ୍ତୁ ନାହିଁ। ପାଟି ଖୋଲିଲେ କଳି କଜିଆ ସିଂହ ଭଳି ଆକ୍ରମଣ କରିବ। ଫଳରେ ସବୁ ସମସ୍ୟା ମାଡ଼ି ଆସିବ। କେତୁ ଯାବତୀୟ ହାନି କରିବେ। ମାନହାନି, ଧନହାନି, ସ୍ୱାସ୍ଥ୍ୟହାନି, ବନ୍ଧୁହାନି, ସବୁ ହାନି କରିବେ କେତୁ। ଆଉ ଧନ ମାନ ବନ୍ଧୁ ଯଶ ଇଏ ସରିଗଲା ପରେ ଏ ଜୀବନରେ କ'ଣ ଅଛି? ମଙ୍ଗଳ ତ ଜଗିଛନ୍ତି ଆଉ ଛକରେ। ଆଉ ସେ ମାଛ କହିଲାନି, କହିଲା ମୁଁ ପହଁରୁଥିଲି ହାତ୍ ଗୋଟା କେଉଟା ଜାଲ ପକେଇଲା। ରକ୍ଷା ତା ଜାଲରେ ବଡ଼ ବଡ଼ ଫଳ, ପଳେଇ ଆଇଲି ଆଉ କ'ଣ ଧରିବ ସିଏ? ମୁଁ ଏବେ ପହଁରୁଛି। ଏତିକି ବେଳେ ଗୋଟା କୁମ୍ଭୀର ମୋତେ ଗିଳିବାକୁ ଚେଷ୍ଟା କଲା। ତା ଦାନ୍ତ ଭିତରେ ପଳେଇ ଯାଇନି। ଆଉ ମୋର କ୍ଷତି ହେଇନି କିଛି। ଏବେ ମୁଁ କୂଳରେ ଆରାମରେ ଅଛି। ଭାବୁଛି ବଗଟେ ତାକୁ ଧରିଦେଲା। ବଗ ଥଣ୍ଟରୁ କ'ଣ ମାଛ ଆଉ ମୁକୁଳି ପାରିବ? ସେଇ ବଗ, ମାଛ ଖିଆ ବଗ ଏବେ କିଏ ମଙ୍ଗଳ ଛକରେ ଜଗିଛି। ମାନେ ଯାହା କହନ୍ତିନି ଗେଣ୍ଠେଣି ପାହାର, ସେଇ ଗେଣ୍ଠେଣି ପାହାର ଦେବ କିଏ? ମଙ୍ଗଳ। ଏଣୁ ହେ ମୋର ଭାଇ ବନ୍ଧୁ କୁଟୁମ୍ବ ସମସ୍ତ କର୍କଟ ରାଶି, ଯାହା ଅର୍ଥ ଆସିବ ତାକୁ ବୃଥା ବ୍ୟୟ ନ କରି ସଞ୍ଚୟ କଲେ ଭଲ। ଆପଦ ବିପଦର ସେ ହିଁ ବନ୍ଧୁ। ହଉ, ଆଜି ଏତିକି। ରହିଲି, ନମସ୍କାର।